ତମେ କୋଉଠି ଅଛନ୍ତି? ତମେ ଆସୁନାହାନ୍ତି, ମୁଁ ଏଇଠି ବଇଛି ଟିକେ। ଆଉ କଥା କଣ ହେବି, 3-4 ଥର ମତେ ଡେଟ୍ ଫେଲ କରିସାରିଲଣି, ଆଉ ମୁଁ ତ ଅବସ୍ଥାରେ ନାହିଁ। ହଉ ତମେ ତମେ ଶୁଣନ୍ତୁ, ହ୍ୟାଲୋ। ତମେ ଏଇ ଯୋଉ ବୁଲା ଆମ ଯୋଉ ବୁଲା ଦୋକାନ ପାଖକୁ ଟିକେ ଆସୁନାହାନ୍ତି, ମୁଁ ଏଇଠି ଅଛି ବଇଛି, ଆସନ୍ତୁ। ବାବୁ ଆଜ୍ଞା ସେ ତାଙ୍କ ଇନସେପ୍ଟି ପଇସା କରିବା ପାଇଁ 1500 ଟଙ୍କା ନେଇଛ? କିଏ କହୁଛି? ମମତା ଦାସର ତା ସ୍ୱାମୀ କହୁଛି। ତା ସ୍ୱାମୀ ତାକୁ ଦେଲ ଟିକେ। ହଁ ନିଅ। ହ୍ୟାଲୋ। ହଁ ହଁ କଣ ହେଲା? କଣ 1500 ଟଙ୍କା ଦେଇଛ ବୋଲି କହୁଛ? ଆଉ ତମେ ବା କହିଲ ବା, ମୁଁ 2 ମାସ ହେଲାଣି ତମକୁ ପଇସା ଦେଲି, ମୁଁ ତ ଘର କରିସାରିଛି, ତମେ କହିଲ ସବୁ ଠିକ ଠାକ ଅଛି। ମୁଁ ଦେଲି 1000 ଟଙ୍କା, ଆଉ ଥରେ ଦେଲି 500 ଟଙ୍କା, 50 ଟଙ୍କା ଦେଲି। ତମେ କହିଲ ମୁଁ କରିଦେବି ଯାହା ବି ହେଲେ। ଏବେ ଆସିକି ମତେ ଦେଖା କଲ। କୋଉଠି ଦେଖା କରିବି? ଗୋଡା ପଞ୍ଚାୟତରେ। ହଁ ମୁଁ ଗୋଡା ପଞ୍ଚାୟତ ଯାଉଛି ଏବେ ସାଙ୍ଗେ ସାଙ୍ଗେ। ହଁ ହ୍ୟାଲୋ ହ୍ୟାଲୋ। ଆଜ୍ଞା। ହଁ ପଞ୍ଚାୟତକୁ ସେ କଣ ଯିବ? ନାଇଁ ସେ ମାନେ କଣ କହୁଛନ୍ତି, ସେ ଆସନ୍ତୁ ଏଠି। ଆପଣ ନେଇନାହାନ୍ତି, ସେ ଆପଣ ମନା କରୁଛନ୍ତି ତ? ହଁ ହଁ ସେ ଆସନ୍ତୁ, ଆଗ ସେ ଆସିଲେ ମତେ କହିବେନି। ସିଏ ତ କଣ ଥରେ 500 ଦିଅନ୍ତି, ଥରେ 1000 ଦିଅନ୍ତି, ଆଉ ହଁ ସେ ଆପଣ ଆସନ୍ତୁ, ଆସିଲେ କହିବେନି ମତେ। ଯିବେ ପୁଣି କଣ? ଆପଣ ଆସୁନାହାନ୍ତି ତାଙ୍କ ପାଖକୁ। ନା ମୁଁ ତ ଯିବି, ମୁଁ ଟିକେ ଅଛି ଏଠି କାମ ହଁ କରୁଛି। କାମ ସାରିକିରି ଆସନ୍ତୁ, ସେ ଏଇଠି ଅଛି, ଆସନ୍ତୁ। ହଁ ଆସିବେ ହଉ କଣ ପଡିକିରି ଯିବ ଆପଣଙ୍କ ପାଖକୁ। ହଁ ହଉ ହଉ।